ଆଇ ମଖମଲି ତମର କ'ଣ ସରିନି? ଆଜି ଦିନ 2ଟା ବଜେଇ ଦବ ବୋଧେ ଆଉ। ହଁ 2ଟା ବାଜୁ କ'ଣ ହେଲା ସେଇଠୁ? ହଁ 2ଟା ବାଜୁ କ'ଣ ହେଲା ସେଇଠୁ? ରାତି ପାଇ ଯିବ ବି ଠାକୁରଙ୍କ କାମରେ ମୋର ଯାଏସ ନାହିଁ। ଯାଏସ ନାହିଁ ଯେ ଠାକୁର ଖାଇ ପିଇକି ଶୋଇକି ତମେ ତାଙ୍କୁ ଆଉ ଥରେ ଉଠଉଛ। ସେ କେତେ ପାପ କରୁଛ ଜାଣିପାରୁଛ ନାଇଁ? ଠାକୁର ଖାଇ ପିଇକି ଶୋଇ ପଡିଥିବେ, ତମେ ପାଣି ପକେଇ ଜୋର ଜବରଦସ୍ତି ଉଠି ଫୁଲ ଗୁଡା ନଦୁଛ। ଠାକୁର ଶୋଇ ପଡିଲେ ଏ ଦୁନିଆ ବୁଡିଯିବ, ସିଏ କେବେ ଶୋଇବେନି। ଆଉ ନା ଦୁନିଆ ଟା ରଖିବେ କେମିତି? ଶୋଇବେ କେତେବେଳେ? ହଁ ସେଟା ଖାଇ ପିଇ ବିଶ୍ରାମ ନେବେ। 2ଟା ବେଳକୁ ପୂଜା କରିବ। ଆଜି ତୋ ପୁଅ ତ ଯାଇଥିଲେ 10th ଏକ୍ଜାମ ଦେବା ପାଇଁ, ସକାଳୁ ଆଜି ପୂଜାଟା ସାରିବା। ଆଜି କେମିତି ଲେଟ୍ ହେଲା କୁହ? ରାତିରେ ଶୋଇନ? ଏଇନେ ଖାଇଦେଇକି ଶୁଣ, ଚିକେନଟେ ବାଡ଼େଇ ଦେଇକି ଖାଇଦେଇ ଶୋଇପଡ଼। ମୁଁ ରାତିରେ ଶୋଇନି କ'ଣ ପାଇଁ? ମୋତେ ରାତିରେ ଟୋଟାଲି ନିଦ ହିଁ ଆସୁନି। ରାତି ପାଇ ଯାଉଛି ନିଦ ଆସୁନି। ତାମାନେ ଦେହଟା ଖରାପ ହବ ସିଭିଅର ପୁରା ଆଉ। ସିଭିଅର ଖରାପ ହବ। ହଁ ରାତିରେ ନ ଶୋଇଲେ ଦେହଟା ସିଭିଅର ଖରାପ ହୁଏ। ପଚାରୁନ ମୋତେ। ଆଇ ମୁଁ ତମ ପାଖରେ ବଡ଼ ଡକ୍ଟର ଥାଉ ତମେ କ'ଣ ରିଜିନ୍ ପଚାରୁଛ ଆଉ କାହାକୁ? ଠାକୁରକୁ ଯାଇପାରିବନି? ତମେ ଖାଲି ଯାହା କରୁଛ ଆଉ କେହି କରିବେନି ନା କ'ଣ? ବାପାଙ୍କ ପ୍ରେସର ପଡ଼ିଯିବ। ବାପାଙ୍କ ଖାଲି ରୋଷେଇ ଡିପାର୍ଟମେଣ୍ଟ ବାପାଙ୍କର ନାଇଁ କି? ବାପା ବସିକି ଏଠି 4 ଘଣ୍ଟା ବସିକି ପୂଜା କରିବେ, ଅଣ୍ଟା ପେନ୍ ହବ ବାପାଙ୍କର। ହଁ ହଁ ହଉ। ତମ କଥା ଯେତିକି ଧୀର, ତମ କାମ ତାଠୁ ଆହୁରି ଧୀର। ଟିକେ ଚଳଚଞ୍ଚଳ ହୁଅ ମା ଲକ୍ଷ୍ମୀ, ଟିକେ ଚଳଚଞ୍ଚଳ ହୁଅ। ଜଲ୍ଦି ଜଲ୍ଦି ପୂଜାଟା ସାର। ହଁ ତମର ଅସୁବିଧା କ'ଣ ହଉଛି? ମୋର ଅସୁବିଧା ଅଛି, ମୁଁ ତମକୁ ଏଇ ଘର ଭିତରେ ଏତେ ସମୟ ବସିକି ଦେଖିପାରୁନି। ଗରମରେ ସଢୁଛ ତ ମୁଁ ଦେଖିପାରୁନି। ମୁଁ ତ ଗରମରେ ସଢୁନି, ମତେ ତ ଶାନ୍ତି ଲାଗୁଛି। ତମର ମତେ ଭାରି ଅସୁବିଧା, ମତେ ଭଲ ଲାଗୁନି। ଗରମରେ ସଢୁଛ, ଏ ଘର ଭିତରେ ଫ୍ୟାନ୍ ନାହିଁ କିଛି ନାହିଁ। ଆଉ ମତେ ଭାରି ବାଧୁଛି ଜାଣିଲ, ଭାରି ବାଧୁଛି, ଭାରି ବାଧୁଛି। ଜଲ୍ଦି କର।